ଗୁରୁଙ୍କର ଚରଣାରବିନ୍ଦରେ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ଏବଂ ଆଜିକାର ଏ ଯେଉଁ 2025-26 ମସିହାର ଏହି ବାର୍ଷିକ ମହୋତ୍ସବରେ ସମସ୍ତ ଅତିଥି ବୃନ୍ଦମାନଙ୍କୁ ଆମ ବିଦ୍ୟାଳୟ ତରଫରୁ ସମସ୍ତ ସୁସ୍ୱାଗତ ଏବଂ କୁନି କୁନି ଛାତ୍ରଛାତ୍ରୀମାନେ ଏବଂ ଅଭିଭାବକ ବୃନ୍ଦମାନେ ଯେଉଁ ଆସିଛନ୍ତି ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଏହି କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ପଠାଇବା ପାଇଁ ଯେଉଁକି ଯଦି ଛୋଟ ଛୋଟ ଛୁଆମାନେ ଯଦି ନିଜ ଘରେ ରହିଯାଇବେ ତାହେଲେ ଯେଉଁ ଆଜିକାର ପାଠଟି କାଲି ପଢ଼ିବା ପାଇଁ ତାଙ୍କୁ ସେ ସୁଯୋଗ ମିଳେ ନାହିଁ। ତେଣୁକରି ମୁଁ ଗୋଟେ କୁନି ଯେତେବେଳେ ମୁଁ ଛୋଟ ଛୁଆଟେ ଥିଲି ସେତେବେଳେ ପାଠ ପଢ଼ିବା ପାଇଁ ଆମ ସମୟରେ ଏହିସବୁ ସୁବିଧା ନଥିଲା। ତଥାପି ଆମେ ଖାଦ୍ୟ ଖାଇବା ପାଇଁ ଏହି ବରଗଛ ଆମର ସାକ୍ଷୀ ଅଛି, ଯେଉଁକି ଖାଦ୍ୟ ଖାଇବା ପାଇଁ ବରପତ୍ର ଗୋଟାଇବା ପାଇଁ ଯାଉଥିଲୁ, କିନ୍ତୁ ସେ ସମୟ ଆଜି ନାହିଁ। ସରକାରଙ୍କ ତରଫରୁ ସବୁ ସୁଖ ସୁବିଧା ଦିଆଯାଉଛି। ତେଣୁକରି ସମସ୍ତ ଅଭିଭାବକ ଏବଂ ଅଭିଭାବକମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଏହି ଛୋଟ ଛୋଟ ଛୁଆମାନଙ୍କୁ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ସମସ୍ତେ ଯେମିତି ପଠାଇବେ ଏବଂ ବିଳମ୍ବ କରିବେ ନାହିଁ। ତ ଏହି ବିଦ୍ୟାଳୟର କଥା କହିବା ବେଳେ ଆମର ଜୀବନର ଗଠନର ମୂଳ ମନ୍ତ୍ର ସବୁକିଛି ଗୁରୁଙ୍କ ପାଖରେ ହିଁ ଥାଏ, ଯାହାକି ଗୁରୁଙ୍କର ତତ୍ତ୍ୱାବଧାନରେ ଆମେ ଛୋଟରୁ ବଡ଼ଟା ହେଇଥାଉ। ପ୍ରଥମ ବିଦ୍ୟାଳୟ ହେଉଛି ପ୍ରଥମ ବିଦ୍ୟାଳୟ ହେଉଛି এটা ପରିବାରରେ ମା ବାପା ଯଦି ଛୁଆମାନଙ୍କୁ ଯଦି ସଂସ୍କାର ଦେବେ, ତାପରେ ସଂସ୍କାର ଦେଇକି 5 ବର୍ଷ ହୋଇଗଲା ପରେ ଆମ ବିଦ୍ୟାଳୟରେ ଆସନ୍ତି। ହେଲେ ଆମର ପ୍ରଥମ ମାଇଲ ଖୁଣ୍ଟ ମା ବାପା, ପ୍ରଥମ ଗୁରୁ ହେଲେ ମା ବାପା, ତାପରେ ଆସିଲେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆମର ଅକ୍ଷର ଶିକ୍ଷା ଦିଅନ୍ତି। ତାପରେ ଧୀରେ ଧୀରେ ବଡ଼ ହୋଇ ଛୋଟ ଛୁଆଟି ଦିନେ ବିରାଟ ବୃକ୍ଷରେ ପରିଣତ ଏବଂ ସମସ୍ତଙ୍କୁ ଛାୟା ପ୍ରଦାନ କରିଥାଏ। ତେଣୁକରି ଆଜିକାର ଯେଉଁ 2025-26 ମସିହାର ଏହି 2025-26 ବାର୍ଷିକ ମହୋତ୍ସବରେ ଆଜିକାର ସୁବର୍ଣ୍ଣ ସୁଯୋଗ ଏମିତି ଏହି ସୁବର୍ଣ୍ଣ ସୁଯୋଗ ଆଉ ଆସନ୍ତା ବର୍ଷ ପୁଣି ମିଳିବ, କିନ୍ତୁ ଆଜିକାର ଯେଉଁ ସମୟଟା ଅଛି ଏହି ସମୟ ଆଉ କେବେ ଆସିବ ଏଇଟା ନେଇ ଆଜିକାର ସମୟ ହିଁ ଆମ ପାଇଁ ବହୁତ ମୂଲ୍ୟବାନ। ତେଣୁକରି ମୁଁ ସମସ୍ତ ଅତିଥିମାନଙ୍କୁ ମୁଁ ପୁଣି ଥରେ ସୁସ୍ୱାଗତ ଏବଂ ବର୍ତ୍ତମାନ ମୁଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମୁଁ ଆମ ଗହଣରେ ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆମ ଗହଣରେ ଅଛନ୍ତି। ଆମ ମୁଖ୍ୟ ଅତିଥି ଶ୍ରୀମାନ ସାଗର ମରେଇ ଆଜ୍ଞାଙ୍କୁ ମୁଁ ଅନୁରୋଧ କରିବି, ସେ ଆମର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଦ୍ୱିପଦ ଏହି ବାର୍ଷିକ ମହୋତ୍ସବରେ ବିଷୟରେ ଉଦ୍ବୋଧନ ଦେବେ। ଶ୍ରୀଯୁକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଆମର ଟାଉନରେ ଯୋଗ ଦେଇଥିବା କାତିକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟା ତଥା ମୁଖ୍ୟ ଅତିଥିଗଣ ଏବଂ ଆମର ସହକର୍ମୀ ଏବଂ କୁନି କୁନି ଛାତ୍ରଛାତ୍ରୀମାନେ, ଆଜି ହେଉଛି ଆମର ବାର୍ଷିକ ଶିକ୍ଷାବର୍ଷ ଶେଷ ଦିନ ବା ବାର୍ଷିକ ଉତ୍ସବ ପାଳନ ହେଉଛି। ଆମେ ଏଥିରେ ଯେତେ କାମ ଯାହା କରିଛୁ କମ୍ ସବୁ ଶେଷ କରି ନୂତନ ଶ୍ରେଣୀକୁ ଯିବା ପାଇଁ ଏହି ସୁଯୋଗ ମିଳେ। ହେଲେ ଆମକୁ ସରକାର ଏଇ ଛୋଟ ଛୋଟ କୁନି ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ତାଙ୍କର ସ୍ୱାସ୍ଥ୍ୟ ତାଙ୍କର ଶିକ୍ଷା ସବୁ ବିଷୟରେ ଆଗେଇ ନେବା ପାଇଁ ଆମକୁ ଦାୟିତ୍ୱ ଦେଇଛନ୍ତି ଏବଂ ଅଭିଭାବକମାନେ ମଧ୍ୟ ଏଥିରେ ଆଗଭର ହୋଇ ନିଜ ପିଲାମାନଙ୍କୁ ସ୍କୁଲକୁ ଉଚିତ ସମୟରେ ପଠାଇବା କଥା। ତାପରେ ସମସ୍ତେ ସ୍କୁଲରେ ଉପସ୍ଥିତ ରହି ସେମାନଙ୍କର ସ୍ୱାସ୍ଥ୍ୟ ଶିକ୍ଷା ସବୁ ବିଷୟରେ ଧ୍ୟାନ ଦେଇ
पढ़ाइबा कथा तापर तांकर स्वास्थ्य प्रति मध्य ध्यान देवा कथा यहीपरि दिने आम ए स्कूल रे छोट छुआ समय शिक्षा ग्रहण करूँ एवं स्कूल बहुत छात्र छात्री अनेक काम करी अनेक नाम रखिंट बड़ बड़ पदपदवी अच्छा पिला माने मन दे पाठ पढ़ तापर भविष्य तुम जड़े भल मनुष्य हे स्कूल को सब बेले आसपर गुरु मान सब सम्मान और भक्ति कर मान्यगण्य व्यक्ति बड़ मान सम्मान देव यहीपरि आम पूर्ववर्ता से जहाँ कही मैं विशेष किसी कहनी समस्त को धन्यवाद जन मोर वक्तव्य शेष कर जय हिंद। तापरे आम गहन जड़े विशिष्ट समाजसेवी उपस्थित अच्छा मानव सेवा ही प्रभुंकर सेवा मानव सेवा को आपणे नहीं जड़े विशिष्ट समाजसेवी जे कि आम पवित्र भागीपाली ग्राम रे आविर्भाव होती एवं निजे समाज सेवा एवं देश सेवा करी वर्तमान अवसर नहीं सारी तेणु से यही आम बुर्तामुंडा उच्च प्राथमिक विद्यालय जड़े पुरातन छात्र से निजकू गर्व अनुभव करती जे से समय पाठ आ वर्तमान समय पाठ एवं ये छुआ मानक देखी अति खुशी होती तेणु मु से आमर विशिष्ट समाजसेवी श्रीमान ध्रुवचरण पांडे महाशय को मु अनुरोध करी विगत दिनर अभूला स्मृति को दीपद मो कुनी कुनी छात्र मान को शुणेबे एवं निजर भविष्य जीवन गठन करने दिग्दर्शन प्रदान करेंगे मु आशा करुँ। आज वार्षिक उत्सव उपस्थित थिबा आमर स्कूल बुर्तामुंडा स्कूल प्रधान शिक्षक एवं उपस्थित अतिथिवृंद तत्संगे संगे मोर अति प्रिय कुनी झील पुओ आज एमती एक दिन यहीटा सबुदिन स्मरणीय हो रहिबो कारण ये वार्षिक उत्सव आमपाई एक नुआ उद्दीपना सृष्टि करे आजिर दिन में समस्त जीवन रे एक अभूला स्मृति हो रहिबो कारण जो माने दीर्घ एक वर्ष धरी शिक्षार साधना करिसेंती सेमानकु पुरस्कृत करा जिवो सेतिपई मु समस्त को अशेष अशेष धन्यवाद देवी। सबुथुरु बेसी खुशी लगुच आज ये स्कूल परिवेश ये स्कूल उन्नति मो आखि को झलसाई देछि यह केवल मु अनुभव करुच्ची आम प्रधान शिक्षयित्री जेना मैडम अदम्य परिश्रम रे आज स्कूल टी एमती सुंदर देखा जाउछि आम समय स्कूल आजिर स्कूल भितर बहुत तफात तेणु मु तांकु एही स्कूल रो उन्नति एवं जो परिवेश एथिपई तांकु श्रेय देवी।